ଏହି ଦୁନିଆର 10ଟି କଠୋର ସତ୍ୟ। ଜ୍ଞାନୀ ଲୋକ କୁହନ୍ତି ଘୋଡ଼ା ପଛରେ ଆଉ ପଇସାବାଲା ଆଗରେ କେବେ ଚାଲିବା କଥା ନୁହେଁ, କାହିଁକି ନା ଏ ଦୁଇଟି କେବେ ବି ଲାତ ମାରିପାରନ୍ତି। ଅଧିକ ଚିନ୍ତା ଆପଣଙ୍କ ଶରୀର ସହିତ ଆପଣଙ୍କ ବୁଦ୍ଧି ନଷ୍ଟ କରିଦେଇଥାଏ। କୁହାଯାଇଥାଏ ଚିନ୍ତାରୁ ଚତୁରତା ଘଟେ, ଦୁଃଖରୁ ଘଟେ ଶରୀର, ପାପରୁ ଲକ୍ଷ୍ମୀ ଘଟେ, କହିଯାଇଛନ୍ତି ଦାସ କବୀର। ଯେଉଁ ପ୍ରକାରରେ ସରୋବର ଜଳରେ ଉଥଲ ପୁଥଲ ହେବ ତେବେ ତାହାର ତଳ ସ୍ପଷ୍ଟ ଦେଖାଯିବନି। ସେହି ପ୍ରକାରେ ଯଦି ଆପଣଙ୍କ ବିଚାରରେ ଦୁବିଧା ଉଥଲ ପୁଥଲ ହେବ ତେବେ ଆପଣ କୌଣସି ବି ସମସ୍ୟାର ସମାଧାନ ଖୋଜିପାରିବେ ନାହିଁ। ସତ୍ୟ ସମ୍ପର୍କ ସେହି ହୋଇଥାଏ ଯିଏ ଆପଣଙ୍କ ପଛପଟେ ବି ସମ୍ମାନ କରିଥାଏ। ବୟୋଜ୍ୟେଷ୍ଠ ବ୍ୟକ୍ତି କହିଥାନ୍ତି ଗୋଟେ ପୁରୁଷର ପ୍ରତିଷ୍ଠା ସ୍ତ୍ରୀ ସ୍ଥିର କରିଥାଏ, ଆଉ ସ୍ତ୍ରୀର ସୁନ୍ଦରତା ପୁରୁଷ ସ୍ଥିର କରିଥାଏ। ଚୁଗୁଲି ଗୋଟେ ସେହି କଳା ଅଟେ ଯାହାକୁ ଜଣେ ସ୍ୱାଭିମାନ ବ୍ୟକ୍ତି କେବେ ଶିଖିପାରିବ ନାହିଁ, ଆଉ ସ୍ୱାଭିମାନ ଏମିତି ଗୁଣ ହୋଇଥାଏ ଯାହା ଚୁଗୁଲି ବ୍ୟକ୍ତିଙ୍କ ଭିତରେ କେବେ ହୋଇପାରେ ନାହିଁ। ଶ୍ରୀକୃଷ୍ଣ କହିଥାନ୍ତି ଭଲ ଲୋକଙ୍କ ସାଥ ପ୍ରଭୁଙ୍କ କୃପାରୁ ମିଳିଥାଏ, ଆଉ ଖରାପ କାର୍ଯ୍ୟରେ ଫସିବା ଆପଣଙ୍କର ନିଜ କର୍ମ ହୋଇଥାଏ। ବୁଦ୍ଧିମାନ ଲୋକମାନଙ୍କର ଦିମାଗ ଅଧିକ ଚାଲିଥାଏ, ଆଉ ନିର୍ବୁଦ୍ଧିଆ ଲୋକମାନଙ୍କର ମୁଖ ଅଧିକ ଚାଲିଥାଏ। ଉଜ୍ଜ୍ୱଳର ମହତ୍ତ୍ୱ ସେହି ବୁଝିପାରେ ଯିଏ ଜୀବନ ଅନ୍ଧାରରେ କାଟିଥାଏ। କୁହାଯାଇଥାଏ ଯେସି ସଙ୍ଗତ ବେଶୀ ରଙ୍ଗତ। ଏଥିପାଇଁ ସକାରାତ୍ମକ ଲୋକଙ୍କ ପାଖରେ ବସନ୍ତୁ।